ଚାଇନା କହୁଛି ଆମେରିକା ସହିତ କାନ୍ଧରେ କାନ୍ଧ ମିଳେଇ ଚାଲିବା ପାଇଁ ଆମେ ସକ୍ଷମ। ଆଜିର ଏ ଭିଡିଓରେ ମୁଁ କହିବି କାହିଁକି ସମାନତା ମାଗୁଛି ଚୀନ, କ'ଣ ଆ ଭିତରେ ଘଟିଛି ଯାହା ଫଳରେ ଚୀନ କହୁଛି ଆମେରିକାକୁ ଆମେ ଚ୍ୟାଲେଞ୍ଜ କରିପାରିବୁ। ପୃଥିବୀର ଅର୍ଥନୀତି ବଦଳି ଯାଉଛି। ଦର୍ଶକ ବନ୍ଧୁ, ୟାରି ଭିତରେ ଆମେରିକାର ଆଧିପତ୍ୟକୁ ଚାଇନା କିଭଳି ଚ୍ୟାଲେଞ୍ଜ କରୁଛି ତାହା ହେଉଛି ସବୁଠାରୁ ବଡ଼ କଥା। ଆମେ ବି ସୁପର ପାୱାର, ଆମେ ଆମେରିକାର ସାନ ଭାଇ ନୁହଁ। କାହିଁକି ନୁହଁ? ଚୀନର ତାକତ କ'ଣ ଦେଖନ୍ତୁ ଦର୍ଶକ ବନ୍ଧୁ। ଆମେରିକା ସହିତ ଆପଣ ତୁଳନା କରନ୍ତୁ, ଅର୍ଥନୀତି ଦୃଷ୍ଟିକୋଣରୁ ଭାବନ୍ତୁ। ଯଦି ଚୀନର ଅର୍ଥନୀତି ହେଉଛି 19.5 ଟ୍ରିଲିୟନ ଡଲାର, ଆମେରିକାର ଅର୍ଥନୀତି ହେଉଛି 28.7 ଟ୍ରିଲିୟନ ଡଲାର। ଆଉ ପରଚେଜିଂ ପାୱାର ପ୍ୟାରିଟି PPP ବୋଲି ଯାହାକୁ ଅର୍ଥନୀତିରେ କରାଯାଏ, ସେ ଦୃଷ୍ଟିକୋଣରୁ 35 ଟ୍ରିଲିୟନ ଡଲାର ସହ ଚୀନ ହେଉଛି ବିଶ୍ୱର 1 ନମ୍ବର ରାଷ୍ଟ୍ର। ଦର୍ଶକ ବନ୍ଧୁ, 150ଟି ଦେଶକୁ ରପ୍ତାନି କରୁଛି ଚୀନ। ବିଶ୍ୱର 1 ନମ୍ବର ରପ୍ତାନିକାରୀ ରାଷ୍ଟ୍ର ହେଉଛି ଚୀନ, ଆମେରିକା ହେଉଛି 2 ନମ୍ବର। ମୁଁ କହୁଛି ଯେ ଚାଇନା କେମିତି ଆମେରିକାକୁ ଚ୍ୟାଲେଞ୍ଜ କରୁଛି। ଯଦି ସେନାବାହିନୀର ସଂଖ୍ୟା ବା ସାମର୍ଥ୍ୟକୁ ଆପଣ କଳନା କରିବେ, 20 ଲକ୍ଷ ସୈନ୍ୟ ଅଛନ୍ତି ଏବଂ ପରମାଣୁ ଅସ୍ତ୍ର ସଂଖ୍ୟା 500ରୁ ଅଧିକ। ଦୁନିଆର ସବୁଠାରୁ ବଡ଼ ନୌସେନା, ଯେଉଁଥିରେ 370ରୁ ଅଧିକ ଜଳ ଜାହାଜ ଅଛି। ଆମେରିକା ଟେକ୍ନୋଲୋଜିରେ ଆଗ, କିନ୍ତୁ ଚୀନ ସଂଖ୍ୟାରେ ଆଗ। ଦର୍ଶକ ବନ୍ଧୁ, ଏତେ ବଡ଼ ଶକ୍ତି ଆଉ ସାମର୍ଥ୍ୟ ଚାଇନାର ଅଛି। 5G କଥା କୁହନ୍ତୁ, AI କଥା କୁହନ୍ତୁ, ଇଲେକ୍ଟ୍ରୋନିକ ଭେହିକିଲ ବା EV ଗାଡ଼ି କଥା କୁହନ୍ତୁ, ଏ ସବୁ କ୍ଷେତ୍ରରେ 1 ନମ୍ବର ହେଉଛି ଚୀନ। ହୁଏଇ କଥା ଆପଣ ଜାଣିଥିବେ, BYD, ଆଜିକାଲି ଭୁବନେଶ୍ୱରରେ ମଧ୍ୟ ଏ ଗାଡ଼ି ମିଳୁଛି। DJI କଥା ଆପଣ ଜାଣିଥିବେ, EV ଗାଡ଼ି। ଏଥିରେ ଆମେରିକାକୁ ଚୀନ ଟକ୍କର ଦେଉଛି। ଆମେରିକା ଚିପ୍ ଡିଜାଇନରେ ଆଗ, ଚୀନ ଉତ୍ପାଦନର କ୍ଷେତ୍ରରେ, ଚିପ୍ ଉତ୍ପାଦନ କ୍ଷେତ୍ରରେ ଆଗ। ସି ଜିନପିଙ୍ଗ ଟ୍ରମ୍ପକୁ କହିଲେ ଯେ ଚୀନ ଆମେରିକା ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, ସେମାନେ ସହଯୋଗୀ ହେବା ଉଚିତ। ଦୁନିଆ ଦେଖୁଛି ଆମେ କିଭଳି ଆଗକୁ ଯାଉଛୁ, ଚୀନ କେମିତି ଆଗକୁ ଯାଉଛି। ଆମେ ତୁମର ସାନ ଭାଇ ନୁହଁ, ଆମେ ତୁମର ସହଯୋଗୀ। ଚୀନ କେଉଁଠି ଆମେରିକାକୁ ଚ୍ୟାଲେଞ୍ଜ କରିପାରିବ? ଦର୍ଶକ ବନ୍ଧୁ, ଯଦି ଏ ପ୍ରଶ୍ନ ଆପଣଙ୍କ ମୁଣ୍ଡ ଭିତରକୁ ଆସୁଛି, ସେତିକି ବେଳେ ତାର ଉତ୍ତର ମିଳିବ। ଚୀନ ପାଖରେ 4ଟି ବ୍ରହ୍ମାସ୍ତ୍ର ଅଛି। ବିରଳ ମୃତ୍ତିକା, ରେୟାର ଅର୍ଥ। ଦୁନିଆର 90% ରେୟାର ଅର୍ଥ ଚୀନରେ ଅଛି। ମୋବାଇଲ ଠାରୁ ମିଜାଇଲ ପର୍ଯ୍ୟନ୍ତ ସବୁଥିରେ ଏହାର ଉପଯୋଗିତା ରହିଛି। ଏ ଯଦି ବିରଳ ମୃତ୍ତିକା ନ ରହିବ, ଦୁନିଆ ବନ୍ଦ ହେଇଯିବ। ଚୀନ ଯଦି ଏହାକୁ ବନ୍ଦ କରିଦିଏ, ଆମେରିକାର F-35 ବିମାନ, ଯାହା ସବୁଠାରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି, ତା ଆଉ ତିଆରି କରିହେବ ନାହିଁ। ଯଦି ଚୀନ ପାଖରେ 850 ବିଲିୟନ ଡଲାର ଋଣ ରହିଛି, ଆମେରିକା ସରକାରୀ ବଣ୍ଡ, ଚୀନ ଯଦି ଏହାକୁ ବିକିଦିଏ, ଡଲାର ଖସିବ, ଆମେରିକାର ସୁଧ ବଢ଼ିବ। ଦର୍ଶକ ବନ୍ଧୁ, ଇରାନର 90% ତେଲକୁ ଚୀନ କିଣିଥାଏ। ଆମେରିକା ଇରାନ ଉପରେ ଯୁଦ୍ଧ କରୁଛି, ଇରାନକୁ ଆକ୍ରମଣ କରୁଛି, କିନ୍ତୁ ଚୀନ ଯଦି ସାହାଯ୍ୟ ନ କରେ, ତାହେଲେ ଯୁଦ୍ଧର ଗତି ହୁଏତ ବଦଳିଯିବ। ତେଣୁ ଚୀନ ବିନା ଇରାନ ଉପରେ ଚାପ ପକାଇ ହେବ ନାହିଁ, ଆମେରିକା ଚାପ ତିଆରି କରିପାରିବ ନାହିଁ। ତେଣୁ ଯୁଦ୍ଧରେ ଯଦି ଇରାନକୁ ଦବେଇବାର ଅଛି, ଯୁଦ୍ଧରେ ଯଦି ଇରାନକୁ ହଟେଇବାର ଅଛି, ପରାଜୟ ବରଣ କରିବା ପାଇଁ ଯଦି ଚାହୁଁଛି ଆମେରିକା କି ଇରାନ ଯୁଦ୍ଧରେ ପରାଜୟ ବରଣ କରୁ, ସେ କ୍ଷେତ୍ରରେ ଏକମାତ୍ର ରାସ୍ତା ହେଉଛି
चीन रो सहायता चीन जदि न चाहिब ईरान रो किछि हब ना। तेणु ए क्षेत्र में डोनाल्ड ट्रम्प जेतबळे पहुंचुचंती चाइना रे सेतबळे एई देशर गुरुत्व को अनुभव करी हेउची दर्शक बंधु। तेणु ट्रम्प वर्तमान चाइनार राष्ट्रपतिंकर सहयोग कामना करुछंती। युद्ध बंद करवा हुए तो एजेंडा भितरे थाई पारे दर्शक बंधु। बजार रो कथा को आपण देखंतु 140 कोटी लोक होउचंती चीन रे। एठी एप्पल भली कंपनी, टेस्ला भली कंपनी, बोइंग भली कंपनी समस्ते चीन रो बजार उपरे निर्भर करुछंती। बोइंग को एथर 500 विमान ऑर्डर मिलिबार आशा करा जाउची चाइना रो। अमेरिका चीन को सम्मान किपरि दउची दर्शक बंधु। ट्रम्प का मुहरे सुनंतु ट्रम्प कौन कहउचंती, वी आर द टू सुपर पावर्स, वी आर द स्ट्रॉन्गेस्ट। दर्शक बंधु चाइना रो गुरुत्व को डोनाल्ड ट्रम्प स्वीकार करुछंती। सेथि पाई चाइना गस्तरे अछंती डोनाल्ड ट्रम्प। 9 वर्ष परे गस्त करुछंती अमेरिकार राष्ट्रपति चीन को। 2017 मसीहा परे प्रथम अमेरिका राष्ट्रपति बेजिंग को जाइछंती। शिखर सम्मेलनी हब। ट्रम्प निजे चीन गले, सी जिनपिंग अमेरिका आसिले नाही। एवं डोनाल्ड ट्रम्प काहाकू नहीं चाइना जाइछंती, एलन मस्क को जाइछंती। पृथ्वीर सबुठारु चर्चित टेक्नोक्राट एलन मस्क जे टेस्ला भली कंपनी तैयारी करिछंती, जे सोशल मीडिया प्लेटफॉर्म एक्स रो फाउंडर बा एक्स रो मालिक एवं जे पृथ्वी बाहर जीवन रो स्वप्न देखुचंती, चंद्र रे किभली मनीष रही पारिबो सेही स्वप्न देखुचंती, से होउचंती एलन मस्क। एवं जेनसन हुआंग, टिम कुक, लैरी पिंग एमाने होउचंती बड़ बड़ शिल्पपति अमेरिकार, जो माने डोनाल्ड ट्रम्प को सहित चाइना जाउचंती। कारण चाइना रो बाजार उपरे एमानकर आखि रहिछि। एते बड़ बाजार, लोकंक पाखरे एते टंका अछि, कंपनी गुड़िक एते शक्तिशाली, सेही बड़ी देश रे जदि आमे व्यापार न करू, सेही बड़ी बाजार को जदि आमे प्रभावित न करू, आमे सेतिकी लाभवान हेई पारिबु नाही। अमेरिका शिल्पपतिंकर चाइना बाजार उपरे आखि पड़िछि। अमेरिकार सबु बड़ बड़ व्यवसायी एबे ट्रम्प को सह बेजिंग गस्तरे अछंती, चाइना गस्तरे अछंती, जोथि पाई चीन बाजार रो गुरुत्व को सारा पृथ्वी अनुभव करुछि।